ପରିଚୟ ଦେବା ପାଇଁ ହନୁମାନଙ୍କ ବିଚାର। ଶିଷ ପାଖରେ ଲୁଚି ପବନ କୁମର, ଦେଖିଲେ ସେଠାରେ ହେଲା କେତେକ ବିଚାର। ତ୍ରିଜଟା କହିବା ସ୍ୱପ୍ନ ରାକ୍ଷସୀଙ୍କ କପ, ରାବଣ ତର୍ଜନା ସୀତାଙ୍କ ବିଳାପ। ଏ ସକଳ ଦେଖି ଶୁଣି ସନ୍ତାପିତ ହେଲେ, ପୁଣି ଜଣେ ମନ୍ତ୍ରୀଙ୍କୁ ନିରେଖି ଚାହିଁଲେ। ନନ୍ଦନ ବନରେ ଥିବା ଦେବତାଙ୍କ ପରି ସେ ବନରେ ଦିଶୁଥିଲେ ଜନକ କୁମାରୀ। ତାଙ୍କୁ ଦେଖି ଶୋକ ଭରେ ପବନ ସନ୍ତତି, ହୃଦୟରେ ନାନା ଚିନ୍ତା କରି ବିଚାରନ୍ତି। ଦେବନ ସୀତାଙ୍କୁ ଖୋଜି ସହସ୍ର ସଂଖ୍ୟାରେ କପିମାନେ ବୁଲୁଛନ୍ତି ଦେଶ ଦେଶାନ୍ତରେ। ତାଙ୍କୁ ଆଜିର ରସନ କଲି ଦେବେ ମୁହିଁ, ମୋ ସମାନ ଭାଗ୍ୟବନ୍ତ ପୃଥିବୀରେ ନାହିଁ। ଚାର ହୋଇ ସତ୍ର ତତ୍ତ୍ୱ ବୁଝିଲି ସକଳ, କିଛି ମଧ୍ୟ ଜଣାଗଲା ରାବଣର ବଳ। ଦୁଷ୍କର୍ମ ଲଙ୍କା ଗଡ଼େ ନିର୍ଭୟ ପଶିଲି, ବୁଲି ବୁଲି ରାବଣର ସମ୍ପଦ ଦେଖିଲି। ସୀତାଙ୍କର ସତୀପଣ ଅସୁରୀଙ୍କ କୋପ, ରାବଣର ଚେଷ୍ଟା ଯାକ ଦେଖିଲି ସ୍ୱରୂପ। କି ରୂପେ ସୀତାଙ୍କୁ ଏବେ ସମ୍ବାଦ କହିବି, ପୁନଶ୍ଚ କି ରୂପେ ଯାଇ ରାମଙ୍କୁ ଭେଟିବି। ପତି ବିନା ଦୁଃଖ ଶୋକେ ଆକୁଳିତା ହୋଇ, ଜୀବନକୁ ରଖି ମାତ୍ର ଅଛନ୍ତି ବୈଦେହୀ। ପତିଙ୍କୁ ଦେଖିବା ପାଇଁ ସର୍ବଦା ସତୀ, ବୀର ସମନରେ ମନରେ ବସି ରୋଦନ କରନ୍ତି। ଦୁଃଖ ବୋଲି ଜାଣି ତ ନଥିଲେ, ନିର୍ଦ୍ଦୟ ରାକ୍ଷସକୁ ଯେ କଷଣ ଭୁଞ୍ଜିଲେ। କି ରୂପେ ଏଥିରୁ ରକ୍ଷା ପାଇବେ ଟିଏହି, ବିଚାରିଲେ ମୋତେ କିଛି ବୁଦ୍ଧି ଦିଶୁନାହିଁ। ଏହାଙ୍କୁ ପ୍ରବୋଧି ଯଦି ନ କରିବି ଏବେ, ଜାଣୁଅଛି ନିଶ୍ଚୟ ସେ ପରାଣ ତେଜିବେ। ଏହି ଯେବେ ଲେଉଟି ମୁଁ ଯିବି, ବାହାର କି ଫଳ ଲଭିବି। ମାସ କଣ୍ଠ କରି କହିଛି ରାବଣ, ଏ ମଧ୍ୟରେ ରାମ ବାର୍ତ୍ତା ନ କଲେ ଶ୍ରବଣ। ଜୀବନ ଛାଡ଼ିବେ ସୀତା ଗଳେ ଦେଇ ଫାଶ, ଏଥିରେ କେବଳ ହେବ ମୋର ସେହି ଦୋଷ। ନିରନ୍ତରେ ଜଗିଛନ୍ତି ସହସ୍ର ଅସୁରୀ, ଏକାନ୍ତରେ କଥାବାର୍ତ୍ତା ହେବ ମୁଁ କିପରି। ବିଷମ ବିପଦେ ଆସି ପକାଇଲା ଧାତା, କି କରିବି ମୋତେ ବଡ଼ ଲାଗୁଅଛି ଚିନ୍ତା। ଯେବେ ଶାନ୍ତ ନ କରିବି ଦେଖୁଅଛି ଯାହା, ଆଜ ରାତ୍ରେ ପ୍ରାଣ ତ୍ୟାଗ କରିବେ ସୁଦେହା। ସମ୍ପୋଷଣ କରି ଯେବେ ଲେଉଟି ନ ଯିବି, ରଘୁନାଥ ପଚାରିଲେ କି ବୋଲି କହିବି। ସମ୍ପୋଷଣ କରି ଯେବେ ଲେଉଟି ନ ଯିବି, ରଘୁନାଥ ପଚାରିଲେ କି ବୋଲି କହିବି। ସଂକେତ ନ ଦେଇଗଲେ କ୍ରୋଧ ହେବେ ରାମ, ବୋଲିବ ତୁ କେଉଁ କାର୍ଯ୍ୟ କଲୁ ରେ ଅଧମ। ସାକ୍ଷାତ କରିବି ଅବା କିପରି ଏକାନ୍ତେ, ବିଚାରିଲେ ଉପାୟ ତ ଦିଶୁନାହିଁ ମୋତେ। ଏବେ କଥାବାର୍ତ୍ତା ନହି ରାମ ପାଶେ ଯାଇ, ସୁଗ୍ରୀବଙ୍କୁ ଅଣାଇବି ଉତ୍ସାହ କରାଇ। ସୈନ୍ୟ ସାଜିବେ ନିଭାଇ ଲଙ୍କାକୁ ଆସିବେ, ଜାନକୀଙ୍କି ନ ଦେଖିଲେ ମୋତେ କି ବୋଲିବେ। ରାମଚନ୍ଦ୍ର ଆସିବାର ପୂର୍ବ ବୈଦେହୀ, ଯେବେ ପ୍ରାଣ ଛାଡ଼ିଥିବେ କଷଣ ନ ସହି। ତେବେ ତାଙ୍କୁ ଆଣିବାର କିସ ପ୍ରୟୋଜନ, ଏତେବ କରିବି ମୁଁ ଉଚିତ ବିଧାନ। ଗୁପ୍ତେ ରହି ରାକ୍ଷସଙ୍କ ସମୟ ଜଗିବି, ଅନ୍ତର ହେଲା ବେଳେ ସୀତାଙ୍କୁ କହି।
କହିବି ଫରଚା ହୀନ ଦେଖା ଦେବି ଯେବେ ମୁହିଁ ବାନର ରାମଙ୍କ ଦୂତ ବୋଲି ଜଣା ନାହିଁ ସଂସ୍କାର ବଚନ ଭାଷି କହିବି ମୁଁ ଯେବେ ମୋ ରୂପ ଦେଖିଲେ ସୀତା ବିଶ୍ୱାସ ନ ଯିବେ ବିଚାରିବେ କପଟରେ ଆସିଛି ରାବଣ ଏ ଘେନି ହୁଚରେ ନିଶ୍ଚୟ କରିବେ ରୋଦନ ରାବଣ ତ କାମ ରୂପୀ ଜାଣିଛନ୍ତି ସେହି ମୋତେ ଦେଖି ବିଶ୍ୱାସ ସେ ଯିବେ କାହିଁ ପାଇଁ ରାକ୍ଷସୀ ଶସ୍ତ୍ର ଘେନି ମୋ ପାଶେ ମିଳିବେ ବଳେ କିବା ମୋତେ ଧରି ବାନ୍ଧିବେ ନିଷ୍ଠୁରେ କିବା ମୋତେ ମାରିବାକୁ ଆସିବେ କ୍ରୋଧରେ ମୁଁ ଯେବେ ତାଙ୍କୁ ଧରା ନ ଦେଇ ସେ କାଳେ ବୃକ୍ଷରେ ଡେଇବି ଚଢ଼ି ଏ ଡାଳେ ସେ ଡାଳେ ତା ଦେଖି ରାକ୍ଷସୀ କ୍ରୋଧ ହୋଇଯିବେ ଡକା ପାଣି ଅସୁରଙ୍କ ଆଗରେ କହିବେ ଅସୁରେ ଆଉଧ ମାନ ଧରି ନିଜ କରେ ପ୍ରହାର କରିବେ ଦେହରେ ଆସି ମୋ ପରେ ସେ ଘାତରେ ମୁହିଁ ହବା ଜୀବନେ ମରିବି ନଇଲେ ତ ସୁରଙ୍କ ବନ୍ଦନେ ପଡ଼ିବି ତାହେଲେ ମୁଁ ଆସିବାର କଥା ତ ଜାନକି ନ ଜାଣିବେ ପ୍ରାଣ ବାହୁ ରଖିବେ କାହିଁକି କିଏ ବା ସୀତାଙ୍କୁ ନେଇ ଦୁଷ୍ଟ ନିଶାଚରେ ତର୍ଜନା କରିବେ ରଖି ଗୁପ୍ତ ସ୍ଥାନରେ ତାନ ସହି ସୀତା ସତୀ ତେଜିବେ ପରାଣ ସୀତା ମୂଲେ ସବୁ ଯତ୍ନ ହେବ କାରଣ ଶ୍ରୀରାମ ସୁଗ୍ରୀବ ତୁମେ ବିଚାରିବା କଥା ସିଦ୍ଧ ହୋଇ ନ ପାରିବ ହେବ ସବୁ ବୃଥା ରାକ୍ଷସରେ ପରିପୂର୍ଣ୍ଣ ଅଟେ ଲଙ୍କପୁରୀ ଚଉପାଶେ ଜଳ ନିଧି ରହିଅଛି ଘେରି বিষম দুর্গম পথ সতে দূর এতে গুপ্ত রক্ষিଅଛି সীতাঙ্গু অসুর এ সময় দেবে মতে রাক্ষস বধিবে কিবা বলে ধরি নেই বন্ধনে রখিবে ମୋ ବିନା ଠାକୁ ଆସି ଆଉ ଅନ୍ୟ କେହି ସୀତାଙ୍କୁ ଦେଖିବ ବୋଲି ଆଶା ପାଉନାହିଁ ମୋ ସମାନେ ଅନୁଦୂତ ରଘୁନାଥଙ୍କର ଥିଲା ପରି ନୟନକୁ ନୁହଁ ଗୋଚର କେଉ ବା ସତେ ଲୁଣ ସମୁଦ୍ର ଜଳକୁ ଶୂନ୍ୟ ମାଝେ ଡେଇଁ କରି ଆସିବ ଲଙ୍କାକୁ ଅଶୋକ ବନରେ ପଶି ସୀତାଙ୍କୁ ଦେଖିବ ଏ କଥା ତ ନଠାରେ ନୁହଁ ସମ୍ଭବ ମନେ କଲେ ଅସୁରଙ୍କୁ ରଣଗୋଳ କରି କିଞ୍ଚିତରେ ଲକ୍ଷ ଲକ୍ଷ ପାରଇ ମୁଁ ମାରି କିନ୍ତୁ ଯୁଦ୍ଧେ ଶ୍ରମ ଜାତ ହୋଇବ ପାର ତେଣୁ ଲଙ୍ଘି ନ ପାରିବି ଦୁସ୍ତର ସାଗର ରଣେ ଜୟ ପରାଜୟ କେ ପାରିବ କହି ଏ କଥା କରିବା ମୋର ଉଚିତ ନୁହଇ ଦେଶ କାଳ ବିବେଚନା ନ କରିଲେ ଦୂତ କାର୍ଯ୍ୟ ସିଦ୍ଧି ନ ହୋଇ ସେ ହୁଏ ପରାପତ বিষম সংকট তাকু ন পড়ই ভলে এথি সকাশରୁ যুদ্ধ ନ କରିବି ମୁହିଁ কৌশলরে বার্তা ঘেনি জীবি বেগ হই এই রূপে নানাবিধ চিন্তা করি দূর রামঙ্গ কুশল বার্তা আনন্দিত মনে শুনাইবি গুপ্তে রহি মানুষ বচনে পতি ঠারে স্নেহ ভাব রয়েছে তাপুরি সে কথা শুনিবে নিশে ভয় দূর করি পতিঙ্কর প্রিয় বাক্য শুনিলে জানকি আনন্দিতা হেবে নিশে মনরে ন শঙ্কি তই পরে তাঙ্কু মুহি সাক্ষাৎ করিবি
শ্রীরাম কহিবা কথা সকল কহিবি এতে পাতি রাম কহর নির্মল কিরতি রত্নাকর বলে মোহনে ভাবিলে মারুতি।